2021 ମୁଁ ଆସିଥିଲି ଜଗନ୍ନାଥ ମହାପ୍ରଭୁ ଏବଂ ତିନି ଠାକୁରଙ୍କର ଦର୍ଶନ କରିବା ପାଇଁ କି 3 ବର୍ଷ ପରେ ପୁଣି ଆଜି ତିନି ଠାକୁରଙ୍କର ଦର୍ଶନ କରିବାକୁ ସୁଯୋଗ ମିଳିଲା। ମହାପ୍ରଭୁଙ୍କ ଦର୍ଶନ କରିବାର ଆଜି ମତେ ଏବଂ ମୋର ମାନେ ଆମ 2 ଜଣ ଯାକଙ୍କୁ ବହୁତ ଏଇଟା ଗୋଟେ ବଡ଼ ସୌଭାଗ୍ୟ। ଓଡ଼ିଶାରୁ ବାହାରେ ରହିକିରି ସବୁବେଳେ ଜଗନ୍ନାଥ ମନରେ ଥାନ୍ତି, ତିନି ଠାକୁର ମନରେ ଥାନ୍ତି। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ଠାକୁର ସବୁବେଳେ ମନରେ ଥାନ୍ତି। ସକାଳେ ସନ୍ଧ୍ୟାରେ ତାଙ୍କୁ ମନେ ମନେ ଆମେ ସ୍ମରଣ କରୁ, କିନ୍ତୁ ଆସିକିରି 3 ବର୍ଷ ପରେ ଦେଖିବା ଦର୍ଶନ କରିବାର ଯେଉଁ ଗୋଟେ ଅଲଗା ଟାଇପ୍ର ଗୋଟେ ଯେଉଁ ମାନେ ସାଟିସ୍ଫ୍ୟାକ୍ସନ୍ ଆଉ ଯେଉଁ ସୁଖ ମିଳେ ସେଇଟା ମାନେ ତାକୁ ଡେସ୍କ୍ରାଇବ୍ କରିହେବନି, ତାକୁ ୱାର୍ଡସରେ କରିହେବନି। ଆଉ ବାକି ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ, ଦେଶର ମଙ୍ଗଳ କରନ୍ତୁ, ଦେଶର ସବୁ ଦେଶବାସୀଙ୍କର ମଙ୍ଗଳ କରନ୍ତୁ, ଆମର ଅର୍ଥନୀତିର ମଙ୍ଗଳ କରନ୍ତୁ। ସେଇଆ ହେଉଛି ଆମର ପ୍ରାର୍ଥନା ସବୁବେଳେ ଜଗନ୍ନାଥ ମହାପ୍ରଭୁଙ୍କୁ। ସମସ୍ତଙ୍କ ଉପରେ ତାଙ୍କର ହାତ ଆଶୀର୍ବାଦର ହାତ ଥାଉ। 2021 ମୁଁ ଆସିଥିଲି ଜଗନ୍ନାଥ ମହାପ୍ରଭୁ ଏବଂ ତିନି ଠାକୁରଙ୍କର ଦର୍ଶନ କରିବା ପାଇଁ କି 3 ବର୍ଷ ପରେ ପୁଣି ଆଜି ତିନି ଠାକୁରଙ୍କର ଦର୍ଶନ କରିବାକୁ ସୁଯୋଗ ମିଳିଲା। ମହାପ୍ରଭୁଙ୍କ ଦର୍ଶନ କରିବାର ଆଜି ମତେ ଏବଂ ମୋର ମାନେ ଆମ 2 ଜଣ ଯାକଙ୍କୁ ବହୁତ ଏଇଟା ଗୋଟେ ବଡ଼ ସୌଭାଗ୍ୟ। ଓଡ଼ିଶାରୁ ବାହାରେ ରହିକିରି ସବୁବେଳେ ଜଗନ୍ନାଥ ମନରେ ଥାନ୍ତି, ତିନି ଠାକୁର ମନରେ ଥାନ୍ତି। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ଠାକୁର ସବୁବେଳେ ମନରେ ଥାନ୍ତି। ସକାଳେ ସନ୍ଧ୍ୟାରେ ତାଙ୍କୁ ମନେ ମନେ ଆମେ ସ୍ମରଣ କରୁ, କିନ୍ତୁ ଆସିକିରି 3 ବର୍ଷ ପରେ ଦେଖିବା ଦର୍ଶନ କରିବାର ଯେଉଁ ଗୋଟେ ଅଲଗା ଟାଇପ୍ର ଗୋଟେ ଯେଉଁ ମାନେ ସାଟିସ୍ଫ୍ୟାକ୍ସନ୍ ଆଉ ଯେଉଁ ସୁଖ ମିଳେ ସେଇଟା ମାନେ ତାକୁ ଡେସ୍କ୍ରାଇବ୍ କରିହେବନି, ତାକୁ ୱାର୍ଡସରେ କରିହେବନି। ଆଉ ବାକି ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ, ଦେଶର ମଙ୍ଗଳ କରନ୍ତୁ, ଦେଶର ସବୁ ଦେଶବାସୀଙ୍କର ମଙ୍ଗଳ କରନ୍ତୁ, ଆମର ଅର୍ଥନୀତିର ମଙ୍ଗଳ କରନ୍ତୁ। ସେଇଆ ହେଉଛି ଆମର ପ୍ରାର୍ଥନା ସବୁବେଳେ ଜଗନ୍ନାଥ ମହାପ୍ରଭୁଙ୍କୁ। ସମସ୍ତଙ୍କ ଉପରେ ତାଙ୍କର ହାତ ଆଶୀର୍ବାଦର ହାତ ଥାଉ।